ଆପଣଙ୍କର ଯଦି ବାସ୍ତୁ ସମସ୍ୟା ଅଛି ତାହେଲେ ଆମେ ଯାଇ ତାକୁ ସିଧାସଳଖ ସମାଧାନ କରିବୁ। ଯଦି ଆପଣଙ୍କର କିଛି ଛୋଟିଆ ସମସ୍ୟା ଅଛି କିମ୍ବା ମନରେ ବାସ୍ତୁକୁ ନେଇକରି ଦ୍ୱନ୍ଦ୍ୱ ରହିଛି, ଭୟଭୀତ ଅଛନ୍ତି, ତେବେ ଆପଣ ଆମକୁ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ। ଆମ ହ୍ୱାଟ୍ସଅପ୍ ନମ୍ବର ହେଲା 7606027515। ହ୍ୱାଟ୍ସଅପ୍ କଲାବେଳେ ସଦାସର୍ବଦା ଆପଣଙ୍କର ସବିଶେଷ ବିବରଣୀ ଲେଖିକି ଆମକୁ ହ୍ୱାଟ୍ସଅପ୍ କରିବେ। ଆପଣଙ୍କ ଅନୁରୋଧ କ୍ରମେ ଆଜି ଟିପ୍ସ ରହିଛି। ଐଶାନ୍ୟ କୋଣରେ ଦୋଷ ରହିଲେ କ'ଣ ଆସେ? ବାସ୍ତୁ ସମସ୍ୟା ବା ମାରାତ୍ମକ ରୋଗ। ହଁ ଦର୍ଶକ ବନ୍ଧୁ, ଐଶାନ୍ୟ କୋଣରେ ରୋଷେଇ ଘର ରହିଲେ ହୃଦଘାତ ଜନିତ ସମସ୍ୟା ହେବା ସହିତ ମାରାତ୍ମକ ରୋଗ ଦେଖାଦେଇଥାଏ। ଐଶାନ୍ୟ କୋଣରେ ସିଢ଼ି ରହିଲେ ସ୍ପାଇନାଲ କର୍ଡରେ ପ୍ରୋବ୍ଲେମ୍ ବା ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥାଏ। ଐଶାନ୍ୟ କୋଣରେ ପାଣି ଟାଙ୍କି ରହିଲେ ବ୍ରେନ୍ ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଦେବା ସହିତ ବେଳେବେଳେ ବ୍ରେନ୍ ଟ୍ୟୁମର ମଧ୍ୟ ହୋଇଥାଏ। ଐଶାନ୍ୟ କୋଣରେ ପିଣ୍ଡି ରହିଲେ ଉଚ୍ଚ ରକ୍ତଚାପ ବା ହାଇ ବିପିରେ ଇନବାଲାନ୍ସ ଦେଖାଦେଇଥାଏ। ଐଶାନ୍ୟ କୋଣରେ ପାଇଖାନା ଥିଲେ ମାରାତ୍ମକ ରୋଗକୁ ଏଡ଼ାଇ ଦିଆଯାଇ ନପାରେ, ଯାହାକି ସର୍ବନାଶର କାରଣ ହୋଇଥାଏ। ଏଣୁ ଐଶାନ୍ୟ କୋଣରେ ଏସବୁ କେବେ ହେଲେ ନିର୍ମାଣ କରନ୍ତୁ ନାହିଁ। ସିଢ଼ି, ପାଇଖାନା, ପିଣ୍ଡି, ପାଣି ଟାଙ୍କି କିଛି ନିର୍ମାଣ କରନ୍ତୁନି। ଯଦି ରହିଯାଇଛି ତେବେ ଭୟଭୀତ ନ ହୋଇ ବୈଜ୍ଞାନିକ ପଦ୍ଧତିରେ ୟୁନିଭର୍ସାଲ କେମିକାଲ ଇନଷ୍ଟଲ୍ କରିକି ତାକୁ ବାଲାନ୍ସିଂ କରିପାରିବେ। ଆଣ୍ଟି କ୍ୟାନ୍ସର, ଆଣ୍ଟି ବ୍ୟାକ୍ଟେରିଆ ମାଧ୍ୟମରେ ଘରକୁ ଟ୍ରିଟମେଣ୍ଟ କରିକି ସୁଖରେ ରହିପାରିବେ। ଏ ତ ଥିଲା ଆଜିର ଟିପ୍ସ। ଏବେ ଦେଖିବା ଦର୍ଶକ ଫୋନ୍ରେ ଅଛନ୍ତି ଜଣେ, କ'ଣ ତାଙ୍କର ସମସ୍ୟା ରହିଛି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ଜୟ ଜଗନ୍ନାଥ, ନମସ୍କାର। ନମସ୍କାର। ପରିଚୟ ପ୍ରଦାନ କରନ୍ତୁ, ସମସ୍ୟା କୁହନ୍ତୁ। ମୁଁ ସରୋଜିନୀ କହୁଛି ଅନୁଗୁଳରୁ। ହ୍ୟାଲୋ, ମୁଁ ସରୋଜିନୀ କହୁଛି ଅନୁଗୁଳରୁ। କ'ଣ ସମସ୍ୟା ରହିଛି? ସେ ଗୋଟେ ଆମର କାଗଜ ଫୁଲ ଲଗେଇବା ପାଇଁ କହିଛି, ସେଟା ତ ଟିକେ କଣ୍ଟା ଅଛି, ସେଟା କୋଉଠି ଲାଗିବ ମତେ କହିଲେ? କେଉଁ ଗଛ? କାଗଜ ଫୁଲ। କାଗଜ ଫୁଲ ହଁ, ଘର ସମ୍ମୁଖରେ ବାଡ଼ିରେ ଲଗେଇ ପାରିବେ, କୌଣସି ସମସ୍ୟା ନାହିଁ। ଘର ନିକଟରେ ରଖିବେନି, ଘରଠାରୁ କିଛି ଦୂରରେ ରଖିବେ। ଆଉ ଆଉ ଗୋଟେ କ୍ୱେଶ୍ଚିନ୍ ସାର୍, କୁହନ୍ତୁ। ସେ ଆମ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆମ ଠାକୁର ପୂଜା ଘରେ ଆମେ ରଖିଛୁ, ସେଠାରେ ସୁଦର୍ଶନକୁ ରଖିପାରିବୁ କି ନାହିଁ? ଦେଖନ୍ତୁ, ପ୍ରଭୁ ଜଗନ୍ନାଥ, ମା ସୁଭଦ୍ରା, ପ୍ରଭୁ ବଳଭଦ୍ରଙ୍କ ସହିତ ସୁଦର୍ଶନ ସବୁବେଳେ ପୂଜା ପାଆନ୍ତି। ଏ ତିନି ଜଣଙ୍କ ପୂଜା କରିବେ ମାନେ ସୁଦର୍ଶନକୁ ପୂଜା କରିବା ପାଇଁ ଆପଣ ବାଧ୍ୟ। ତେଣୁ ସୁଦର୍ଶନ ନିଶ୍ଚୟ, ଜଗନ୍ନାଥଙ୍କୁ ପୂଜା କରୁଛନ୍ତି ମାନେ ସୁଦର୍ଶନ ନିଶ୍ଚୟ ରହିବେ। ତେଣୁ ପୂଜା କରନ୍ତୁ। ଦର୍ଶକ ବନ୍ଧୁ, ଯେଉଁମାନଙ୍କ ରଖୁଛନ୍ତି, ଆମେ ଚତୁର୍ଦ୍ଧା ମୂର୍ତ୍ତି କହୁଛେ, ଅର୍ଥାତ୍ ବଳଭଦ୍ର, ମା ସୁଭଦ୍ରିକା, ପ୍ରଭୁ ଜଗନ୍ନାଥ ଏବଂ ସୁଦର୍ଶନ, ଚତୁର୍ଦ୍ଧା ମୂର୍ତ୍ତି କହୁଛେ। ରତ୍ନ ସିଂହାସନରେ, ରତ୍ନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଶୋଭା ପାଉଛନ୍ତି, ଅର୍ଥାତ୍ ଏହା ହିଁ ହେଉଛି ଉତ୍ତର। ତେଣୁ ଯେତେବେଳେ ଆପଣ ପୂଜା କରୁଛନ୍ତି ଏଥିପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କଲେ ପ୍ରତିଦିନ ତୁଳସୀ ଏବଂ ସୁଗନ୍ଧିତ ପୁଷ୍ପ ଅର୍ପଣ କରନ୍ତୁ, ସର୍ବସୁଖ ଲାଭ ହେବ। ଜୀବନର ସବୁ ଦୁଃଖ, କଷ୍ଟ, ଯନ୍ତ୍ରଣା ସବୁ ଲୋପ ପାଇଯିବ। କରନ୍ତୁ ଏତିକି। ଆଉ ଜଣେ ଦର୍ଶକ ଅଛନ୍ତି, ନେଇଯିବା। ହ୍ୟାଲୋ ହ୍ୟାଲୋ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ସାର୍। ପରିଚୟ ପ୍ରଦାନ କରନ୍ତୁ, ସମସ୍ୟା କୁହନ୍ତୁ। ଆଜ୍ଞା, ମୁଁ ଦେବସ୍ମିତା ବରାଳ କହୁଥିଲି, ନଖରାରୁ କହୁଥିଲି। ହଁ, କ'ଣ ସମସ୍ୟା ରହିଛି? ଆଜ୍ଞା, ଆମ ଘରର ଐଶାନ୍ୟ କୋଣ ଟିକେ ଛୋଟ ଅଛି ଏବଂ ବାୟୁ କୋଣ ଟିକେ ବଡ଼ ଅଛି। ଐଶାନ୍ୟ କୋଣ ଯଦି ଛୋଟ ଅଛି, ବାୟୁ କୋଣ ଯଦି ବଡ଼ ଅଛି, କିଛି ଭୟଭୀତ ହେବାର ନାହିଁ, କୌଣସି ଭଙ୍ଗାରୁଜା ବଢ଼େଇବାର ନାହିଁ। ଗୋଟେ ପିତ୍ତଳ ଗଢ଼ୁ ଯେଉଁ ମିଳୁଛି ବନ୍ଦ ବାଲା ନୋଟା, ଦେଖିବେ ସେଥିରେ କଭର ଅଛି, ବନ୍ଦ ହେଉଛି। ସେଥିରେ ଗଙ୍ଗା ଜଳ ଭରିକି ଐଶାନ୍ୟ କୋଣରେ ରଖିଦେଲେ ଗଜକେଶରୀ ଯୋଗ ହେବ। ଦର୍ଶକ ବନ୍ଧୁ, ସମସ୍ତଙ୍କ ପାଇଁ ବି ସୁବିଧା। ଜୀବନରେ ଯଦି କିଛି ସମସ୍ୟା ଆସୁଛି, ଦୁଃଖ, କଷ୍ଟ, ଯନ୍ତ୍ରଣା ଭୋଗ କରୁଛନ୍ତି, ବୁଦ୍ଧିହୀନତା ଆସୁଛି, ଐଶାନ୍ୟ କୋଣ ଛୋଟ ହେଉ କି ବଡ଼ ହେଉ, ସେଇଥିରେ କିଛି ଆସ ନାହିଁ। ଯଦି ଏଇଭଳି ସମସ୍ୟା ଆସୁଛି, ତେବେ ଘରେ ଯଦି ବାସ୍ତୁ ସମସ୍ୟା ଅଛି, ଗଢ଼ୁରେ ଗଙ୍ଗା ଜଳ ଭରିକି ଯଦି ଐଶାନ୍ୟ କୋଣରେ ରଖୁଛନ୍ତି, ତେବେ
बुध एवं चंद्रंकर जोग सृष्टि होई गजकेसरी जोग सृष्टि हम गजकेसरी जोग सृष्टि हेले ऐशान्य कोण छोट थे कौन समस्या हेनी ऐशान्य कोणर अधिपति होउछन्ति देवदेव महादेव एवं बृहस्पति मध्य तेणु आपण पित्तलर नोटारे पानी भरिकी रखिदिंतु कि कंसा नोटारे पानी भरिकी रखिदिंतु सर्वसुख लाभ हम कौन समस्या हम ना जो मान ऐशान्य कोण छोट अच्छी कि छोट भी ना ये उपाय कले सुखर रे आज जन दर्शक अच्छा नहीं जावा हेलो 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 जय जगन्नाथ जय जगन्नाथ परिचय प्रदान करंतु समस्या कहतु हाँ आमर मुख्य द्वार टिके पूर्व को मुख्य द्वार आज्ञा पूर्व को मुख्य द्वार रही सेटार माने सीढ़ी घरटा रही मुख्य द्वार सीढ़ी घर पूर्व पटे केते दिन है घर हलानी हाँ घर हो गलानी 10-12 वर्ष खंडे गला ताहले स्वास्थ्य समस्या आपनकर आसी अपमानजनक स्थिति आपण भोग कर सारचंदी बहुत हो बहुत असुविधा हो चिंता करंतुनी भयभीत हुंतुनी निश्चित हो जातु आपण जो सीढ़ी पूर्व पटे रही सीढ़ी तले आपण कौन करंतु गोटे नोटारे सप्ततीर्थ जल भरिकी बंद करिकी सीढ़ी तले रखी दियंतु एवं पोल पावर मैक्स वैज्ञानिक पद्धति रे गोटे उपाय अच्छी एनर्जी रे ताकू जदि इंस्टॉल करदेवे ता ठीक है सीढ़ी को सफा सुतरा रखंतु घर दुआर मुहरे आपण स्थायी कलश स्थापन करंतु पित्तल किंबा तंबा नोटारे दुईटा कलश रे पानी भरिकी रखंतु से नड़िया भरिकी रखंतु कौन भी दोष थिले जो अपमानजनक दोष तो हेनी से मुक्ति पाइबे स्वास्थ्य समस्या थिले डाक्तर परामर्श नेबे औषध नियमित खाइबे कौन भी समस्या हेनी खुशी रे घरे प्रतिदिन गायत्री मंत्र विष्णु सहस्रनाम ललित सहस्रनाम पाठ करने सहित जेहेतु पूर्व भागरे सीढ़ी अच्छी आपण आदित्य हृदय स्तोत्र शुणिबार व्यवस्था करंतु सुखर रे तेज आज दर्शक अच्छा नहीं जावा हेलो आज्ञा जय जगन्नाथ जय जगन्नाथ समस्या कहतु परिचय प्रदान करंतु हेलो सर कहतु सर मु पुओ को विषय टिके कहि कहतु कौन कहवाई चाहते पुओ हमर बीटेक फाइनल करके अछि को लाइन रे गलो हबो आज्ञा बीटेक फाइनल करके अछि को लाइन रे गलो हबो देखो पुओ तो बीटेक करिछि ताकू कॉम्पिटिटिव पे कहतु ना से निजे जो बीटेक करिछि इंजीनियरिंग करिछि सही व्यवस्था रे जाऊ कौन सी समस्या हब नहीं